ତେଣୁକରି ତା ଭିତରେ ଖର୍ବ ଖର୍ବ ମରିବେ, ତା ଭିତରେ ଯୋଗିନୀ ମାନେ ସବୁ ଖାଇବେ, ତା ଭିତରେ ଅଷ୍ଟ କାଳୀ ମାନେ ଆସିକି କିଛିଟା ଭୋଗ କରିବେ। ସେମାନେ ଉପାସରେ ଅଛନ୍ତି, କୋଉ କାଳରୁ ପ୍ରଭୁଙ୍କ ପାଖରେ ବର ମାଗିଥିଲେ, ସେମାନେ କିଛି ଖାଇଯିବେ ଗୋଡେଇ ପୋଡେଇକି। ତାପରେ ପବନ ଗୋଟେ ଆସିବ, ଯେ ସେ ପବନରେ ଏତେ ମାନେ ବିଷାକ୍ତ ପବନ, ସେ ପବନ ଯାହା ଦେହରେ ବାଜିବ ସିଏ ବି ମରିବ। ସବୁ ଆପଣ ସିଧାସଳଖ ଦେଖିପାରୁଥିବେ, ଯେଉଁ ମାଙ୍କୁ ପୂର୍ବ ଏପିସୋଡରେ ଆପଣ ନିଶ୍ଚୟ ଦେଖିଛନ୍ତି ଏବଂ ଅନେକ ରହସ୍ୟମୟ କଥା ମାଙ୍କ ଠାରୁ ଶୁଣିଛନ୍ତି, କିନ୍ତୁ ମା ଆଜି ସିଧାସଳଖ ଯୋଡ଼ି ହେଇଛନ୍ତି ଆମ ସହିତ। ମା ଶୁଭଲକ୍ଷ୍ମୀ ଦେବୀ ଆରତୀ ସିଧାସଳଖ ତାଙ୍କ ସହିତ କଥା ହେବା, ଆମ ସହିତ ଯୋଡ଼ି ହେଇକି ରହିଥାନ୍ତୁ ଭିଡ଼ିଓର ଶେଷ ପର୍ଯ୍ୟନ୍ତ। ଏବଂ ଅନେକ କଥା ଭିତରେ ମା ଅନେକ ତଥ୍ୟ ସଂଗ୍ରହ କରିଛନ୍ତି, ଯେଉଁ ତଥ୍ୟ କି କଳିଯୁଗର ରହସ୍ୟମୟ କଥାକୁ ସେ ଉନ୍ମୋଚନ କରିଛନ୍ତି ଏବଂ ସେ ଅନେକ ଗ୍ରନ୍ଥ ରଚନା କରିଛନ୍ତି, ଯାହା ଆମେ ପୂର୍ବ ଏପିସୋଡ ମାଧ୍ୟମରେ ଆପଣଙ୍କୁ ଦେଖାଇଥିଲୁ। କିନ୍ତୁ ଆଜି ସିଧାସଳଖ ଏକ ରହସ୍ୟମୟ କଥା ଆଜି ଶୁଣିବେ, ଆଉ ଆଶ୍ଚର୍ଯ୍ୟ ହେଇଯିବେ, ଯାହା କେବେ ବି ଶୁଣି ନାହାନ୍ତି। ଆମ ସହିତ ଯୋଡ଼ି ହେଇକି ରହିଥାନ୍ତୁ ଭିଡ଼ିଓର ଶେଷ ପର୍ଯ୍ୟନ୍ତ। ମା ଆପଣଙ୍କୁ ପ୍ରଣାମ ଏବଂ ଆମ ଚ୍ୟାନେଲକୁ ସ୍ୱାଗତ। ଅଲେଖ ବାୟୁଶୂନ୍ୟ ଅମୃତି ପରମ ପଦମ୍ ଅକୁଳମ ଅମ୍ଳମ ନାମ ନାଦି ବ୍ରହ୍ମ ମୁଚ୍ୟତେ ବ୍ରହ୍ମାନନ୍ଦం పరమ సుఖదం కేవలం జ్ఞానమూర్తి ద్వంద్వాతీతం గగన సదృశం తత్వమస్యాది లక్ష్యం ఏకనీతం విమలమచలం సర్వదా సాక్షిభూతం భావతీతం త్రిగుణరహితం సదగురుతం నమామి. ధ్యానమూలం గురుర్మూర్తి పూజామూలం గురుర్పాదం मंत्रमूलम गुरुर्वाक्य मुख्यमूलम गुरुर कृपा. गादीधामर समस्त साधु सन्थ मानक साष्टांग प्रणाम. महाब्रह्मलेख महिमा शरण. ମା ଆପଣ କଣ ତଥ୍ୟ ସଂଗ୍ରହ କରିଛନ୍ତି? ତ ଆଜି ମା ଆପଣ କହୁଛନ୍ତି ଏକ ଡେଟ୍ ଦେବେ, ସେ ଡେଟରେ କଣ ହବ? ଏ जो जुग को जुग यही मते परमानंद ए जगते, तेणुकरी सब प्रत्येक जुगे आरंभ थे शेष भी अच्छी, शेष थे आरंभ भी अच्छी बोली आम जानी। तेणुकरी प्रत्येक जुगे प्रभु जिते भक्त मानकर कष्ट अधिक हुए से किसी ना किसी रूप नहीं धराधाम अवतीर्ण हुंती बोली आम समस्ते जानी। ये जुगर मध्य से हम आब जे किंतु निकट भविष्य रे हम आब बोली एटा किए हयतो जानी न जानी से कथाटा आम कहूनु, किंतु आमे जानिबारे 2001 मसीह कल्कि आसी सारे संसार को। ଆପଣ କହୁଛନ୍ତି 2001 ମସିହାରୁ ପ୍ରଭୁ ନିଜେ ଆସିଛନ୍ତି। ଆପଣ କେମିତି ଏତେ ଦମ୍ଭକ୍ତିରେ କହୁଛନ୍ତି? ଆମେ ଦମ୍ଭରେ କହୁଛୁ କାହିଁକି ନା ଆମର ଯୋଉ ବହି ପତ୍ର ତ ଲେଖା ତୁ ଦେଖୁଛୁ ନା ନାଇଁ, ସେ ବହି କଣ ଆମେ କିଏ କହିଦେଇଛି ଆମେ ଲେଖିଛୁ କି? ତେଣୁକରି ପ୍ରତ୍ୟେକ ପୂର୍ବରୁ ଆମର ଯୋଉ ପଞ୍ଚସଖା ମାନେ ଥିଲେ, ଆଉ ଯେତେ ସବୁ ମହାପୁରୁଷ ମାନେ ଥିଲେ, ସେମାନେ ବି କିଛି କିଛି ଗ୍ରନ୍ଥ ରଚନା କରିଛନ୍ତି। ଆଉ ଯୋଉମାନେ ଗ୍ରନ୍ଥ ରଚନା କରନ୍ତି ତାଙ୍କୁ ବି ପ୍ରଭୁଙ୍କର କିଛି କିଛି ନିର୍ଦ୍ଦେଶ ଥାଏ, ତେଣୁକରି ସେମିତି ହେଇପାରିଥାଏ। ଆଉ ଆମେ ଅନେକ ପୋଥି ଦେଖିଛୁ ପଞ୍ଚସଖା ମାନଙ୍କର, ସେଥିମାନଙ୍କରେ ସବୁ ଅଛି ଯେ ଏ କଳକି ଆସିବେ, ସଂସାରକୁ ଆସିବେ। କିନ୍ତୁ ଆମେ ହଠାତ୍ କିରି ସେ କଥା କହିବାଟା ଠିକ ହେଇପାରେ ନ ହେଇପାରେ, କିନ୍ତୁ କହିବୁନି। ହଠାତ୍ କି ଆମକୁ ଦୃଶ୍ୟ ହଉଛି ଯେ ଏଇ 26 ମସିହା ସୁଦ୍ଧା କଳକି ଦୃଶ୍ୟମାନ ହେବେ ଜଗତରେ ଭକ୍ତ ମାନଙ୍କ ଗହଣରେ। ଅନନ୍ତ ଦଳ, କୋଠ ଦଳ ଆଉ ଗହଣ ଦଳ ଭକ୍ତ। ଗୋଟିଏ ପିଲା ଆମର ପୂର୍ବ ଏପିସୋଡରେ ଗୋଟିଏ ପିଲା ପଚାରିଥିଲା, କହିଲା ମା ଭକ୍ତ ଗହଣ ଦଳ, ଆରେ ଅନନ୍ତ ଦଳ ତ ଅନ୍ତ ନାହିଁ, ଆଉ ଗହଣ ଦଳ ସବୁବେଳେ ପ୍ରଭୁଙ୍କର ଚାରି ପାଖରେ ଥାନ୍ତି, ଆଉ କୋଠ ଦଳ 64 ସହସ୍ର। ତେଣୁକରି ସେମାନେ ବି ପ୍ରଭୁଙ୍କ ସାଙ୍ଗରେ ଖେଳଲୀଳା କରନ୍ତି। ଆଉ ପ୍ରଭୁ ଯେତେବେଳେ ଆସନ୍ତି ସେମାନଙ୍କୁ ପୂର୍ବରୁ ନାନା ଜାତି ଘରେ ଜନ୍ମ ଦେଇ ଧରାଧାମକୁ ପଠେଇ ସାରିଲା ପରେ, ସେମାନେ ଆସି ସାରିଲା ପରେ ପ୍ରଭୁ ତାପରେ ଯାଇକିରି ଆସିଥାନ୍ତି। ମା ଆପଣ ଏକ ବଡ କଥା କହୁଛନ୍ତି, ଯାହା 2026 ରେ ନିଜେ ପ୍ରଭୁ ଦୃଶ୍ୟମାନ ହେବେ। ହଁ, ଦୃଶ୍ୟମାନ ହେବେ, ଦୃଶ୍ୟମାନ ହେବେ। ଆଉ ଏତିକି ଯେ ଏ ସମସ୍ତେ କଣ କହୁଥିଲେ, ଆମକୁ ବି ଆଶ୍ଚର୍ଯ୍ୟ ଲାଗୁଛି ଯେ ସମସ୍ତେ କଣ କହୁଛନ୍ତି କଳା ଘୋଡାରେ ଚଢିକିରି ପ୍ରଭୁ ଆସିବେ। ଆଉ ଆମେ ତ ଦେଖିଲୁ ଯେ ନାଇଁ ଶୁକ୍ଳ ବର୍ଣ୍ଣ ଘୋଡା। ଆମେ ବି ସାଙ୍ଗେ ସାଙ୍ଗେ ତାକୁ ଲେଖି ଦେଇଛୁ। ଦୀପଦ କହିଦେବୁ କି? କହୁନାହାନ୍ତି।
ମସିହା 2026 ସଂଖ୍ୟାଟିରେ ଅଛି କେଉଁ ରହସ୍ୟ। 2026 ମସିହା ଏ ସଂଖ୍ୟାଟିରେ କ'ଣ ରହସ୍ୟ ଅଛି? ପ୍ରତ୍ୟେକ ଯୁଗରେ ପ୍ରଭୁ ଆସିଛନ୍ତି। ପ୍ରଭୁ ଆସିବା ପୂର୍ବରୁ କିଛିଟା ମାନେ ସଂକେତ ଦେଇଥାନ୍ତି। ଆଉ ଏଇ 2026 ମସିହା ଏମିତି ତ କେତେ ସବୁ ଆସିଛି। ଆମେ ତ ପୂର୍ବ ଏପିସୋଡରେ ଆମେ କଥା ହେଇଛେ, ସେଇଟାକୁ ପୁନରାବୃତ୍ତି ରିପିଟ୍ କରିବାକୁ ଚାହୁଁନି। ତେଣୁ କରିକି ଏଇ 2026 ର ପ୍ରଶ୍ନ ଉଠୁଛି। 2026 ହେଲା ବେଳକୁ 2 2 4 6 ହେଲା କେତେ? 10 ହେଲା ଯାଉଛି। 10ର ଶୂନଟାର କିଛି ମୂଲ୍ୟ ନାହିଁ। ତେଣୁକରି ଆମେ 1ଟାକୁ ମୂଲ୍ୟାଙ୍କ କରିବା। 1କୁ ଯଦି ଆମେ ମୂଲ୍ୟାଙ୍କ କରିବା, ସେଇଟା ହଉଛି କ'ଣ ନା 1ଟା ହଉଛି ମୂଳ ସଂଖ୍ୟା 1। ଆଉ 1 ହଉଛି ସୂର୍ଯ୍ୟଙ୍କର ସଂଖ୍ୟା। ଯିଏ ସୂର୍ଯ୍ୟ, ଯୋଉ ସୂର୍ଯ୍ୟ ପାଇଁ ଏ ଧରାଧାମ ପବିତ୍ର। ଚନ୍ଦ୍ର ବିନା ସୂର୍ଯ୍ୟ ବିନା ଏ ଜଗତରେ ଆମର ବଞ୍ଚିବାଟା ଅସମ୍ଭବ। ଜନପ୍ରାଣୀ ଯେତେ 33 କୋଟି 56 କୋଟି ଜୀବ କେବଳ ସୂର୍ଯ୍ୟଙ୍କ ପାଇଁ, ଚନ୍ଦ୍ର ପାଇଁ ବଞ୍ଚିଛନ୍ତି। ଆମର ଯେତେ ବାପା ଔଷଧ ତିଆରି ହଉଛି ଚନ୍ଦ୍ରଙ୍କର କିରଣ। ପୂର୍ଣ୍ଣିମା ଦିନ ରାତିରେ ଯୋଉ ଚନ୍ଦ୍ରଙ୍କର ଯୋଉ କିରଣଟା ପଡେ, ସବୁ ଗଛ ପତ୍ରରେ ପ୍ରକୃତି ଉପରେ ପଡିଲେ ସେଇଟା ଔଷଧୀୟ ହୁଏ, ନହେଲେ ଔଷଧ ହେଇପାରିବ ନାହିଁ। ଆଉ ସୂର୍ଯ୍ୟ ସେମିତି ଆମେ ଏବେ ସିନା ସବୁ ମାନେ ଏ ଯୁଗ ଇଏ ହେଲା, କିନ୍ତୁ ପୂର୍ବ କାଳରେ ଏତେ ମାନେ ଇଲେକ୍ଟ୍ରିକ ନଥିଲା, ଫ୍ୟାନ ନଥିଲା, କିଛି ନଥିବା ଭିତରେ ବର୍ଷା ଝଡି ବର୍ଷା ଲାଗିଥିବ 8 ଦିନ 4 ଦିନ। ଖରା ଯଦି ନ ପଡିବ ଘର ଦ୍ୱାର ଗନ୍ଧ ଛାଡୁଥିବ। ଆଉ ଲୋକ କହିବେ ଟିକେ ଖରା ହେଲେ ଲୁଗାପଟା ଶୁଖେଇ ଦେଲେ ସେ ଖରା ତେଜ ସବୁ ଟାଣି ନିଏ। ତେଣୁକରି ସୂର୍ଯ୍ୟଙ୍କର ଏଭଳି ଗୋଟେ ରଶ୍ମି, ସେ ସବୁକିଛି ଗନ୍ଧ ପ୍ରକଟ ଭଲ ମନ୍ଦ ସବୁକିଛି ସେ ତାଙ୍କ ଶରୀରକୁ ଟାଣି ନିଅନ୍ତି। ସେ ସମାନ ଭାବରେ ସବୁଠେଇ ପଡିଥାନ୍ତି। ମାନେ ଭଲ ମନ୍ଦ ବଡ ସାନ ବାଛ ବିଚାର ତାଙ୍କର କିଛି ନାହିଁ। ତେଣୁକରି ଏ ବର୍ଷଟି ବାପା ଚାଲିଛି ମୂଳାଙ୍କ ଯେହେତୁ 1 ରହିଲା। 1 ହେଉଛି ସୂର୍ଯ୍ୟ, 1 ହେଉଛନ୍ତି ଧର୍ମ, 1 ହେଉଛନ୍ତି ଯିଏ ବିଚାରବନ୍ତ। ଆଉ ଯାହାଙ୍କ ଦ୍ୱାରା ଏ ସମାଜର କଳୁଷିତ ସମାଜ, ପାପର ସମାଜ, ଅଧର୍ମର ସମାଜ ଆଉ ସବୁ କ'ଣ ନା ଉଚିତ ମାର୍ଗକୁ ଆସିବା ପାଇଁ ସେ କେବଳ ରାସ୍ତା ଦେଖେଇ ପାରିବେ। ତେଣୁକରି ତାଙ୍କର ସମୟଟା ଏଇଟା ଚାଲିଛି, ଏଇ ବର୍ଷଟା 26 ମସିହାଟା 26 ମସିହା 2026। ତେଣୁକରି ସୂର୍ଯ୍ୟଙ୍କର ଯେହେତୁ ଚାଲିଛି, ଏ କଳି ପାପ ଅଧର୍ମ ଅନ୍ୟାୟ ଅତ୍ୟାଚାର ଦିନକୁ ଦିନ ମାତ୍ରାଧିକ ବଢିଲାଣି। ଆକୁ ଆଉ କେଉ ସାଧୁ ସନ୍ଥ ଭକ୍ତ କେହି ପାରିଲା ଭଳିଆ ସକ୍ଷମ ନାହାନ୍ତି। ତେଣୁକରି ଯେହେତୁ ଏ ସୂର୍ଯ୍ୟଙ୍କର ଧର୍ମର ଚାଲିଛି, ଧର୍ମ ବିଚାର କରୁଛି। ଆଉ ଯୋଉ ଗ୍ରହ ମାନେ ସବୁ ବର୍ତ୍ତମାନ ସମୟରେ ଚଳୟମାନ ହଉଛନ୍ତି, ସେମାନେ ବି ଅଦ୍ଭୁତ ପ୍ରକାରର। ଆଉ କହିଥିଲେ ଯେ ମହାପୁରୁଷ ମାନେ ପୁଣି କହିଛନ୍ତି ଯେ 13 ଦିନିଆ ପକ୍ଷ ପଡିବ। ଏବେ ଦେଖିବୁ ଯେତେ ସବୁ ରଥଯାତ୍ରା, ଏଇ କ'ଣ ଯୋଉ ଯେତେ ସବୁ ସୁଦଶା ବ୍ରତଠୁ ଧରିକିରି ଯେତେ ସବୁ ଭଲ ଭଲ ବାର ପଡୁଛି, 2 ଦିନ ନାଖେ ପଡୁଛି। 2 ଦିନ ପଡୁଛି, ଗୋଟେ ଦିନରେ ସରୁନି। ଆଜି ପଡୁଛି, ଫେରେ କାଲିକି କିଛି ରହୁଛି। କ'ଣ ନା ଆଜି ଏଇଆ, କାଲି ଆଜି ଅମକ, କାଲି ଫେରେ ସେଇଆ। ତେଣୁକରି ଇଏ କ'ଣ ଏଇଭଳିଆ ସଂକେତ ସବୁ ଥିଲା। ପ୍ରଭୁ ଯେତେବେଳେ ଆସିବେ ଏଇ ସବୁ ମାନେ ସୂଚକ ମାନ ଦେଖିବ। ମାନେ ପ୍ରକୃତ ଡେଟ୍ କେହି ଜାଣିପାରିବ ନାହିଁ। ଆପଣ ତ କହୁଛନ୍ତି ପ୍ରକୃତ ଡେଟ୍ କେହି ଜାଣିପାରିବେନି। ଆଉ ଅନେକ କଥାକାର ତ ଅନେକ କଥା କହୁଛନ୍ତି। ଆଉ ପ୍ରଭୁ ଆସିଗଲେ ତ ଅନେକ ଘଟଣା ଘଟିବ। ଆଉ ପ୍ରଭୁ ଆପଣ କହୁଛନ୍ତି 2001ରୁ ଆସିଛନ୍ତି। କାହା କଥା କାହା ସାଙ୍ଗରେ ମେଳ ଖାଉନି। ପ୍ରଭୁ ଆସିଲେ, ପ୍ରଭୁ ସେମିତି ଆମେ ଯଦି କହିବା ଯେ ପଞ୍ଚକୋଶୀ ଭିତରେ ଅନନ୍ତ ମିଶ୍ର ଘରେ ପ୍ରଭୁ ଜନ୍ମ ନେଲେ। ଜନ୍ମ ନେଇକିରି ସେ ସାଙ୍ଗେ ସାଙ୍ଗେ ତାଙ୍କର ତପସ୍ୟା କରିବାକୁ ଗଲେ। ସେ ତପସ୍ୟା କରିକି ତାଙ୍କର ତପସ୍ୟା ଶେଷ, ସେ ଯାହା ହେଲେ ବି ଏଇ 26 ମସିହା ସୁଦ୍ଧା। ଆଉ ତଥାପି ବି ଯେହେତୁ ପ୍ରଭୁଙ୍କର ନିର୍ଦ୍ଦେଶରେ ଆମେ ବହୁତ କିଛି ଲେଖିଲୁଣି, ସେ ସବୁ ଗୁଡାକ ଆମର ଠିକ ଠାକ ହଉଛି। ଏ ସଂକେତ ବି ପ୍ରଭୁଙ୍କର ସେଇ କଳ୍କିଙ୍କର। ତେଣୁକରି ଏଠି 2026 ସଂଖ୍ୟାର ରହସ୍ୟ ହେଇଆ ହେଲା କ'ଣ ନା ମୂଳାଙ୍କ ବାହାରିଲା ଆମର 1। 1 ହଉଛି ଧର୍ମଙ୍କର ସୂର୍ଯ୍ୟଙ୍କର ସଂଖ୍ୟା। ତାପରେ ଅରୁଣ ନୋହିଲେ ଉଦୀୟମାନ, ସକଳ କାର୍ଯ୍ୟରେ ବିଘ୍ନ ପ୍ରମାଣ। ଯେତେବେଳେ ଆମର ସୂର୍ଯ୍ୟ ପରାଗ ହଉଛି, ଆମ ଖାଦ୍ୟ ସବୁ ଅଶୁଦ୍ଧ ହେଇଯାଉଛି, ଘର ଦ୍ୱାର ଅଶୁଦ୍ଧ ହେଇଯାଉଛି, ବସ୍ତ୍ର ବାସଗୃହ ସବୁ ଅଶୁଦ୍ଧ ହେଇଯାଉଛି। ଆମେ ସବୁ ପବିତ୍ରକରଣ କରି ତାପରେ ରୋଷେଇ ପତ୍ର କରିକିରି ଖାଉଛନ୍ତି। ତେଣୁକରି ସେ ସୂର୍ଯ୍ୟଙ୍କ ବିନା ସବୁ ଅପବିତ୍ର। ଅସହ୍ୟ ଅସନା ଦୁର୍ଗନ୍ଧମାନ, ସୂରୁଜ କିରଣେ ହୁଏ ଦହନ। ପୃଥ୍ୱୀ ଆପତେଜ ବାୟୁ ଆକାଶ, 5ରେ ଆରମ୍ଭ 5ରେ ଶେଷ। ଏ ପୃଥ୍ୱୀ ଆପ ତେଜ ବାୟୁ ଆକାଶ
ये पंचभूतरे ये पिंड ब्रह्मांड एकामत जानती सुज्ञानी पंडित तेणुक ये पंचभूतरे ये शरीर तैयारी होइछि ये पृथ्वी मध्य तैयारी होइछि ये पंचभूत को छाड़ी कहीं ये रही पारिबे नाही तेणुक पंचभूतरे जेतेबेले तैयारी होइछि फेर ये पंचभूतरे भी विलीन हो जाउछि जेतेबेले कौन ना सी भी निजे कहते जे कहीं जल हुई मुझे ब्रह्मांड ग्रासीबी कहीं पवन हुई ब्रह्मांड नासीबी से जल पवन अग्नि आउ माटी ए माने सबू किछि नष्ट भष्ट करदेबे कहीं ना तांकु आमे उचित व्यवहार करि पाइले नै तांकु आमे उचित सम्मान देले नाही तेणु करी सेही मानक द्वारा सब किछि हब पंचभूतरे आरंभ होइछि सृष्टि पंचभूतर भी विलीन हो जिवो पंचभूतर कौन ना अग्नि चारिकर से पछ एपिसोड रे कहि नथिल पूर्वरु जे 5 थर हिंगुळा 7 थर बुलिवे सेटा कौन अग्नि तेणु करी सूर्य होउचंदी अग्नि तत्व से आमे जेतेबेले हमर घर सब झड़ा झड़ी कर दउचे अलिया उरा कोन करजे निया नगे पोड़ी दउचे पोड़ी देले सफा हो जाउची तेणु करी सेमिति संसार अलिया को सफा करने को निजे स्वयं धर्मराज ठिया हेलेनी राजा होइकि वर्ष 26 मसीह मूलांक आसी 1 आउ तापरे आसिला बासगृह वस्त्र मिथ्या अट मिथ्यारे धरित्री पुरी अच्छई ये जो वस्त्र बासगृह एबे सब समस्त जहाँ जहाँ पिंधुचंदी जहाँ खाउचंदी जेमती रहिचंदी ये सब मिथ्या ये सब पाप आ कहीं पाप सेटा तमे अति अधिकटा कहबा ठीक नुहे सेटा तमे निजे निजे गवेषणा करी मन भितर पाठ पढ़ा पिला आजिकली तमे तमर गवेषणा करियो तमे कौन मिछ खाउच कौन मिछ पिंधुच आ रातिटा दिन राति जेतिकी दिन सेतिकी रातिरे काहे खाइबो माछ मांस खांती राक्षस ताकू काहे मनीष खाइबो सेरा पाप नुहे जीवटा मा अनेक कथा तो रही किंतु मा आपण टिके पूर्वरु कहले जे जेतेबेले आपनको अनेक जेतेबेले आपण अनेक ग्रंथ रचना करिसेंती अनेक ग्रंथ लिखिसेंती से ग्रंथ लेखिया भितरे कोन अनेक कवि अछंती से भी लेखुचंती किंतु एमती किछि कोन तांको निर्देश हुए ना शून्यवाणी हुए ना कोन हुए निर्देश हुए बापा ये माने ये कोन ना एटा तो लुचाणिया कथा न एटा होची मीडिया सामना आमर तपोवन मानसामृत बही मु लिखिली मुझे ये समस्ते शुणुंट आ साधु मैंने भी शुणुवे जोरंदा गादी सेठी आमको बहुत डेट देइचंदी एई डेट रे महिमा स्वामी आछंती सेई डेट रे अमक ढिंकी आमे किछि तांको कथा किछि गोटे भी गारेलु नाही सेठी सेमती बसिचु भयभीत हे अवस्था रे कोठे ना तपोवन कपिलास बसिचु चका पत्थर पाखरे आम मुंडू को निजे आसिला आमे निजे लिखिलु जोटा लिखिलु सेटा सत हला सब बाबा माने भी आश्चर्य मा आपण कहउछन्ती आपण केमती किछि निर्देश होउ हां निर्देश नहले तो बहीपत्र लेखाटा केमती हबो बापा सेटा तम जे पा जाहाकू भगवान जो कला देइकि जाहाकू पठैचंदी से सेया ही करिवो जेतेबेले जाहाकू जोगिनी मुखरे जे जीवो ता पिठी पछपटे से जन्म हला बेले लेखा हेकि रासी आमे जोगिनी खाइबो मा आमे तो अनेक जागर संत माने कहउछन्ती तांको एमती किछि शून्यवाणी हुए मा आपण केमती कोन किछि शून्यवाणी होउ एटा ए आमे कोन कहउछु की सत्यर प्रतीक शुक्ल वर्ण शुक्ल सत्यर प्रतीक शुक्ल वर्ण शुक्ल घोटके करी आरोहण आमे देखुचु जे समस्त कहउछन्ती कला घोड़ारे धला घोड़ारे दीटारे चढ़ी आसीबे आमे देखिलु जे ए जणे कोन गोटा धला घोड़ारे उडी उडी गाउछि आपण ए प्रभु कथा दंभक्ति भाबरे कहउछन्ती कि जे प्रमाण पाइछन्ती ना शून्यवाणी हेइछि ना आपण को निर्देश होउ जे ए सब कथा कहया पे नाइ बापा आमे बा गोटे कथा कहलु आमे बही पत्र बापा लेखुजु तेन करी आमे पचारिबु तू आज सत कहउछु कि मिछ कहउछु आमे केम जानिबु से मिछ कहउछि सत कहउछि आमे केम जानिबु जेहेतु लेखुछु आमे गोटी जगह रे साइलेंट मोड रे बसिकी लेखु आपण मा 2001 कहले काहे की 2001 रे सेटा आमे जानिछु काहे कि ना किछिटा माने महापुरुष मानकर कथारु आमे जानिछु जे 2001 रे कलकी आसीबार संभावना जन्मिबे बोली कोठे ना पंचकोशी मध्य रे आपण कहउछन्ती प्रभु को एबे 26 वर्ष आउ शुक्ल तापरे भोग होउथिबो आसे एठी पेरे पर्टिकुलर लिखाई गला शुक्ल घोटके करी आरोहण शुक्ल पक्ष नवरात्र दिवसे शुक्ल पक्ष नवरात्र दिवस भोग होउथिबो आसीन मास कलकी आसीबे
ପ୍ରଭୁଙ୍କ ଜନ୍ମ ବିଷୟରେ ପୁରା ସ୍ୱତନ୍ତ୍ର ଭାବରେ ବର୍ଣ୍ଣନା କରାଯାଇଛି। ଶୁଣ ବାପା, ଏ ପର୍ଯ୍ୟନ୍ତ ପ୍ରଭୁଙ୍କର ଜନ୍ମ କେହି ଦେଖି ନାହାନ୍ତି। କୃଷ୍ଣ ଜନ୍ମ ହେଲା ବେଳେ କିଏ ଦେଖିଛି? ରାମ ଜନ୍ମ ହେଲା ବେଳେ କେହି ଦେଖିଛନ୍ତି କି? ସେମିତି ଆମର ଜୋରନ୍ଦା ଗାଦିର ଯୋଉ ମହିମା ସ୍ୱାମୀ ଆସିଥିଲେ, ତାଙ୍କ ଜନ୍ମ କେହି ଜାଣିନାହାନ୍ତି। ସେ କୋଉଠି ଜନ୍ମ ହେଇକି ହିମାଳୟରୁ ତପସ୍ୟା କରିକି କୋଉଠୁ ଆସିଲେ, ସେ ଆସିକିରି ଯୋଉ ପୁରୀ, ଖଣ୍ଡଗିରି, ଭୁବନେଶ୍ୱର ଚାରିଆଡେ ବୁଲି ବାଲିକି ଯାଇକିରି ତପସ୍ୟା କଲେ ଏଠି ତପୋବନରେ। ସେମିତି କଳ୍କି ଆସିବେ, ତାଙ୍କ ବିଷୟରେ କେହି ଜାଣିପାରିବେ ନାହିଁ। ସେ ବି ଏଇ ଖେଳାଳିଳା କରୁଛନ୍ତି ମଣିଷ ସମାଜରେ, ତାଙ୍କୁ କେହି ଚିହ୍ନି ପାରୁନାହାନ୍ତି। ଆଉ ତାଙ୍କୁ ଚିହ୍ନିବେ ସେଇ ଏଇ ଯୋଉ ଡେଟ୍ଟା କଣ ନା, ଶୁକ୍ଳ ପକ୍ଷ ନବରାତ୍ର ଦିବସ, ଭୋଗ ହେଉଥିବ ଆଶ୍ୱିନ ମାସ 26 ମସିହା। ତେବେ 26 ମସିହା ଯଦି ଶୁକ୍ଳ ପକ୍ଷ ନବରାତ୍ର, ଏଇ ଯୋଉ ଆଶ୍ୱିନ ମାସରେ ବା ଆଶ୍ୱିନ ମାସ ନବରାତ୍ର ଚାଲିଥିବ ଶୁକ୍ଳ ପକ୍ଷରେ, ପ୍ରଭୁ ସ୍ୱୟଂ ଭକ୍ତମାନଙ୍କୁ ଦର୍ଶନ ଦେବେ। ଏଇ ରିସେଣ୍ଟ ନଗଦ। ଆପଣ କହୁଛନ୍ତି 2026 ଆଶ୍ୱିନ ମାସରେ? ହଁ, ପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆଉ ତାପରେ 29 ଠାରୁ 39 ସେ ସଂସାର ପୁରା ସବୁ ସମାପ୍ତି ହବ। ଆଉ ନୂଆ ସର୍ଜନା। ସମାପ୍ତି ବୋଲି ନୁହେଁ, ସମସ୍ତେ ମରିଯିବେନି। ସବୁ ତ ଯଦି ମରିଯିବେ ତାହେଲେ ସଂସାରଟା ରହିବ କେମିତି? ତେଣୁକରି କର୍ମ ଅନୁସାରେ ଫଳ। ଆପଣା କଲା କର୍ମ ମାନ ବେଳୁ ହୋଇଥାଏ ସାବଧାନ। ଯୋଉ କାହାକୁ ଚଣ୍ଡୀ ଚାମୁଣ୍ଡା ଖାଇବେ, କାହାକୁ ଯୋଗିନୀ ଖାଇବେ, କାହାକୁ କୋଉଠି ପରୀକ୍ଷା, ଓଙ୍କାର ପରୀକ୍ଷା, କୋଉଠି ଅଣାକ୍ଷର ପରୀକ୍ଷା, କୋଉଠି ଏକାକ୍ଷର ପରୀକ୍ଷା, ସବୁ ଭକ୍ତ ମାନେ ସବୁ ସବୁ ଠାବେ ଠାବେ ସବୁ କରିବେ। ତେଣୁକରି ତା ଭିତରେ ଖର୍ବ ଖର୍ବ ମରିବେ। ତା ଭିତରେ ଯୋଗିନୀ ମାନେ ସବୁ ଖାଇବେ। ତା ଭିତରେ ଅଷ୍ଟ କାଳୀ ମାନେ ଆସିକି କିଛିଟା ଭୋଗ କରିବେ। ସେମାନେ ଉପାସରେ ଅଛନ୍ତି, କୋଉ କାଳରୁ ପ୍ରଭୁଙ୍କ ପାଖରେ ବର ମାଗିଥିଲେ। ସେମାନେ କିଛି ଖାଇଯିବେ ଗୋଡେଇ ପୋଡେଇକି। ତାପରେ ପବନ ଗୋଟେ ଆସିବ, ଯେ ସେ ପବନରେ ଏତେ ମାନେ ବିଷାକ୍ତ ପବନ, ସେ ପବନ ଯା ଦେହରେ ବାଜିବ ସିଏ ବି ମରିବ। ଆଉ ମାନେ ଏମିତି ଯୋଗିନୀ, କାନ୍ତାନୀ, ଚଣ୍ଡୀ ଚାମୁଣ୍ଡା ମାନେ ଶରୀର ଭିତରେ ପ୍ରବେଶ କରିବେ, ମାନେ ଛୋଟ ଜୀବ ହେଇକିରି ଝାଡା ବାନ୍ତି ହେଇକିରି କିଛିଟା ମରିବେ। ତେଣୁକରି ଏମିତି ସଂସାର ପୁରା ନଷ୍ଟ ଭଷ୍ଟ ହେଇଯିବ। ଏଇଟା କଣ ଏଇ 2026 ରେ ହବ? ଏବେ ହଁ, 27-26 ଭିତରେ ହବ। 26-27 ଭିତରେ। ଆପଣ ଏତେ ଦମ୍ଭକ୍ତିରେ କହୁଛନ୍ତି? କହୁଛୁ ଆଉ କଣ? ଆମେ କାହିଁକି ମିଛ କଥା ହେଇଥିଲେ ସିନା ମଣିଷ ଡରିବ କି କଣ କରିବ? ଆଉ ଦମ୍ଭରେ ଆଉ କହିବୁନି, ଆଉ କିଏ କହିବ? ମା, ଏଇ ସବୁ କଥା ଶୁଣିଲା ବେଳକୁ ତ ଦେହ ଶୀତେଇ ଯାଉଛି। ଦେହ କିଛି ଶୀତେଇବାର ନାହିଁ। କାହିଁକି ଶୀତେଇବ? ଆଉ ସବୁ ଯୁଗର ଆରମ୍ଭ ଥିଲେ ସମାପ୍ତି ବି ଅଛି। ତେଣୁ କରିକିରି ଏଠିକି ଖାଲି ଗୁରୁ କରିବ, ଆଉ ନାମ ଜପ କରିବ, ଆଉ ସତ ବାଟରେ ଚାଲିବ, ଆଉ ନ୍ୟାୟରେ ଚାଲିବ, ଆଉ ଧର୍ମରେ ସବୁବେଳେ ଶରଣ ନବ। ସେତିକି ସଇଲା। ତାପରେ ମା, ଆପଣ ଦେଖିଲେ କୋରୋନାରେ ଏଭଳି ଅନେକ ଭୟାବହର କଥା ଦେଖିବାକୁ ମିଳିଲା। ଆପଣ କହୁଛନ୍ତି ଇଏ ତ କୋରୋନା ଠାରୁ ବି ଆହୁରି ବଳି ଯାଉଛି ଆପଣଙ୍କ। ଭୟଙ୍କର, ବହୁତ ଭୟଙ୍କର ସମୟ ଆସୁଛି। ଆଉ ସେତେବେଳେ ଇଏ ମାନେ ପାଶ୍ଚାତ୍ୟ ଦେଶ ଗୁଡାକ ସବୁ ମାନେ ଯୁଦ୍ଧ, ଚୀନ ସାଙ୍ଗରେ ମିଶିକିରି ବହୁତ କିଛି ମାନେ ଅଘଟଣ ସବୁ ଘଟେଇବେ। ରଥଯାତ୍ରା ବି ବନ୍ଦ ହେଇଯାଇପାରେ। ରଥଯାତ୍ରା ଭିତରେ ବି ବହୁତ କିଛି ହେଇପାରେ। ତେଣୁକରି ଏଇଟା ମାନେ କହୁଛନ୍ତି ଆପଣ ସନ୍ଧି ସମୟ। ହଁ, ସନ୍ଧି ସମୟ ନୁହେଁ, ଶେଷ ସମୟ। ଜାଣି ସନ୍ଧି ସମୟ କଣ? ସନ୍ଧି ସମୟ ହେଲେ କହିଥିଲେ ଯେ ମହାପୁରୁଷ ମାନେ କେତେ ନା 4,32,000 ହଉଛି କଣ କଳି ଯୁଗର ଆୟୁଷ। ତେଣୁକରି ରାବଣ ମାଗିଥିଲା 56 ଗଣ୍ଡା ଯୁଗକୁ। ଗଣ୍ଡାଏ ବୋଇଲେ କଣ? ଚାରିରେ ଗଣ୍ଡାଏ, ସତ୍ୟ, ତ୍ରେତା, ଦ୍ୱାପର, କଳି, ସେ ଚାରି ଏଇ ଗଣ୍ଡାଏ ବୋଲି 56 ଗଣ୍ଡା ଯୁଗକୁ ମାଗିଥିଲା। କିନ୍ତୁ କଣ ହେଲା? ତା ପାପ ଦୋଷରୁ ସବୁ କିଛି କଟିଗଲା, ସେ ଆୟୁଷ ହାନି ହେଲା, ମରିଗଲା। 14 ଘଣ୍ଟାରେ। ହଁ, ଆଉ ସେମିତି ଏଇ କଳି ଯୁଗର 4,32,000 ବର୍ଷ ଆୟୁଷ। କିନ୍ତୁ କଣ ହବ? ଇଏ ଯୋଉ ଯେତିକ ସବୁ ପାପ, ଅଧର୍ମ, ଅନ୍ୟାୟ, ଅତ୍ୟାଚାର, ଏଥିରେ ସବୁ କିଛି କଟି କଟିକା ଆଉ ମାତ୍ର 5,000 ବର୍ଷ ତାର ଭୋଗ। 5,000 ସରିକିରି ତାପରେ ଅନନ୍ତ ଯୁଗ 100 ବର୍ଷ ସରିକିରି ଏଇନା 26 ବର୍ଷ ନା 25 ବର୍ଷରେ ନା 27 ବର୍ଷରେ ପହଞ୍ଚିଛି। ତେଣୁକରି ଏଟା ଆଉ ସନ୍ଧି କୋଉଠୁ ଆସିଲା? ଯଦି 5,000 ହେଇକିରି ଆରମ୍ଭ ହେଇଥାନ୍ତା, ତାହେଲେ ଆମେ ଜାଣିଥାନ୍ତେ ସନ୍ଧି। ତେଣୁକରି ଏ ତ ଶେଷ ସମୟ ଆସିକିରି ହେଲାଣି ବୋଧେ। ଏଇଟା ମା, ଆପଣ କହୁଛନ୍ତି ଏଇଟା ଶେଷ ସମୟ? ଶେଷ ସମୟ ନୁହେଁ। ଆଉ 5,000 ବର୍ଷରେ ଯଦି କଳିର ଆୟୁଷ ହାନି, ଆମେ କହୁନୁ ବାପା, ପଞ୍ଚସଖା ମାନେ ବି ସମସ୍ତେ କହିଛନ୍ତି। ତେଣୁକରି 5,000 ବର୍ଷରେ କଳିର ଆୟୁଷ ହାନି।
ସଇଲା। ତାହେଲେ ଫେର 100 ବର୍ଷ ହେଇସାରିଲାଣି, ତେବେ ଆମେ କଣ ଜାଣିବା ଏଟା ଅନନ୍ତ ଯୁଗ। ତାପରେ 25 26 ନା 27 ବର୍ଷ ହେଲାଣି, ତାହେଲେ ଏଟା କଣ? ଆଉ ଏ ଯୁଗରେ ଯେତେବେଳେ ଫେର ଠିକଣା ଅଛି ଯେ ଯେତେବେଳେ ପ୍ରଭୁଙ୍କର ଆବିର୍ଭାବ ସଂସାରରେ ମାନେ ଲୁକାୟିତ ଭାବରେ ଥିବ, ସେତେବେଳେ ଧବଳମୟ ପୃଥିବୀ ଦେଖାଯାଉଥିବ। ସବୁଆଡେ ଦେଖୁନୁ କେମିତିଆ କୋଠା ମାନେ ସବୁ, ଆଉ ରାସ୍ତାଘାଟ କୋଉଠି ଧୂଳି ନଥିବ, ସବୁ ମାନେ କଂକ୍ରିଟ ରାସ୍ତା ହେଇଥିବ, ବଗ ପକ୍ଷୀ ଉଡୁଥିବ। ତେଣୁକରି ସେଇଭଳିଆ ସବୁ ହେଇଛି। ଠାବେ ଠାବେ ହରିନାମ ସଂକୀର୍ତ୍ତନ ହଉଥିବ, ଭାଗବତ ଗୀତା ପାଠ ହଉଥିବ, ଆଉ ସମସ୍ତେ ଧର୍ମକୁ ଆଶ୍ରା କରିଥିବେ। ଠାବେ ଠାବେ ସବୁ ସତ୍ସଙ୍ଗ ନାମ ଧ୍ୱନି କେତେ କେତେ ଦେଖୁନୁ ଧର୍ମ ସବୁ, ଯୁଆଡେ ଯିବୁ ସିଆଡେ ଦେଖିବୁ ଯୋଉ ପ୍ରଚାର ପ୍ରସାର ବିଭିନ୍ନ ପ୍ରକାର ନାମରେ ସବୁ ବର୍ତ୍ତମାନ ଲିପ୍ତ ଅଛନ୍ତି। ମା ସମୟ ତ ହେଇଯାଉଛି, କିନ୍ତୁ ଅନେକ କଥା ଭିତରେ ଆପଣ ଅନେକ ଭୟାବହର କଥା କହିଲେ। କିନ୍ତୁ ଏବେ ମା ଆପଣ ଆମ ଶେଷରେ ଦର୍ଶକ ବନ୍ଧୁମାନଙ୍କୁ କଣ କହିବେ? ଏଇ ଯୋଉ ସମୟଟି ମା ଚାଲୁଛି, ଆପଣ କହିଲେ ସନ୍ଧି ନୁହେଁ ଶେଷ ସମୟ, ଏଇ ଶେଷ ସମୟରେ କଣ କରିବେ? ଶେଷ ସମୟରେ ଆଉ କିଛି ନାହିଁ। ପ୍ରଭୁଙ୍କର ତ ନିକଟ ଭବିଷ୍ୟତରେ ପ୍ରଭୁ ଆସିବା ପାଇଁ ତାଙ୍କର ସବୁ ମାନେ ସଜ ସରିଲାଣି। ତେଣୁ କରିକିରି ଏଠି କିଛି ନାହିଁ, କେବଳ ଆମେ ତାଙ୍କରି ନାମ ଜପ କରିବା। ତାଙ୍କ ନାମ ଛଡା ଆଉ ମୁକ୍ତି ନାହିଁ। ଆଉ ଗୁରୁଙ୍କୁ ଆଶ୍ରୟ କରିବା, ଆଉ ଧର୍ମକୁ ଇଏ ଯେହେତୁ ସୂର୍ଯ୍ୟଙ୍କର ବର୍ଷ ଚାଲିଛି, ଆଉ ସୂର୍ଯ୍ୟ ନିଜେ ବୁଝାମଣା କରୁଛନ୍ତି ପୃଥିବୀ ପୃଷ୍ଠରେ, ତେଣୁକରି ତାଙ୍କୁ ଆମେ ସମ୍ମାନ ଦେବା, ଆଉ ତାଙ୍କୁ ପାଦ ତଳେ ଶରଣ ନେବା, ଆଉ ଗୁରୁ ଆଶ୍ରୟ କରିବା, ଆଉ ସବୁବେଳେ ନାମ ଜପ କରିବା। ଆଉ ସେ ନିକଟ ଭବିଷ୍ୟତରେ ଆସିବେ ବାପା କଳ୍କି। 29 ମସିହାରେ ସେ ଭକ୍ତଙ୍କୁ ଧରି ପୁରା ଖୁଲମ ଖୁଲା ଖେଳ କରିବେ। ଆଉ 26 ମସିହାରେ ସେ ଭକ୍ତମାନଙ୍କୁ ଦର୍ଶନ ଦେବେ ଲୁକାୟିତ ଭାବରେ। ଆଉ 29 ମସିହାରେ ପୁରା ବ୍ରହ୍ମାଣ୍ଡରେ ବୁଲିକିରି ତାଙ୍କର ଖେଳ କରିବେ। କାହାକୁ ନା ସେ ଭକ୍ତମାନଙ୍କୁ ଧରିକିରି। କୋଉ ଭକ୍ତ ନା ଅନନ୍ତ ଦଳ, କୋଠ ଦଳ, ଆଉ ଗହଣ ଦଳ ଭକ୍ତମାନଙ୍କୁ ସାଙ୍ଗରେ ନେଇକିରି ଖେଳ କରିବେ। ମା ଆପଣ କହୁଛନ୍ତି ନିଜେ ପ୍ରଭୁ ଧଳା ଘୋଡା ନେଇକି ଆସୁଛନ୍ତି? ଧଳା ଘୋଡା ଆମକୁ ହଁ ବା, ଆମେ ଦେଖିଲୁ ତ ଧଳା ଘୋଡାରେ ଚଢିକି ଆଉଛନ୍ତି, ଉଡି ଉଡିକା ଆକାଶ ମାର୍ଗରୁ ଆଉଛନ୍ତି। ଏଇ ଯୋଉ କଥାଟା କହୁଛନ୍ତି ଧଳା ଘୋଡାରେ ଆସୁଛନ୍ତି, କେମିତି ଆପଣ ଅନୁଭବ କଲେ ନା କେମିତି ଦର୍ଶନ କଲେ ନା? ଆମେ ଦର୍ଶନ କଲୁ ବା। ନାଇଁ ଦର୍ଶନ କଲୁ, ସେଟା ଇଏ କରିବା କଥା ନୁହଁ, ଦର୍ଶନ କଲୁ। କହିବା କଥା ନୁହେଁ? ନାଇଁ, ଆପଣ ଦର୍ଶନ କରିଛନ୍ତି? ଦର୍ଶନ କଲୁନି ଆଉ କେମିତି? ଏତିକ ପୁରା ସାଙ୍ଗେ ସାଙ୍ଗେ ଗାରେଇ ପକେଇଲି, ଲେଖି ପକେଇଲି ଶୋଇକି। କହିଲି କାଳେ ଭୁଲି ଭାଲି ଯିବି କି, ତେଣୁ କରିକି ଲେଖି ପକେଇଲି। ଆହୁରି ବହୁତ କଥା ଲେଖା ହେଇଛି ଏଥିରେ, ତାଙ୍କର ରୂପ ବର୍ଣ୍ଣନା କରିଛି କିଛି ପଦରେ। ତାପରେ କୋଉଠି କଣ ହବ ବୋଲି ଜୋରନ୍ଦା ମାନେ ଆମର ଗାଦି ଧାମ ଢେଙ୍କାନାଳରେ ଅମୃତ ବର୍ଷା ହଉଛି। ଭକ୍ତ ମାନେ ସବୁ ଭୟରେ ଏ ଚଣ୍ଡି ଚାମୁଣ୍ଡା ମାନଙ୍କୁ ଦେଖିକିରି ସବୁ ଭୟରେ ପଡିଛନ୍ତି। ତାଙ୍କୁ ଅମୃତ ବର୍ଷା ଇନ୍ଦ୍ର ଆଦେଶ ଦେଲେ ଅମୃତ ବର୍ଷା ଇନ୍ଦ୍ର କରୁଛନ୍ତି। ସେ ଭକ୍ତ ମାନେ ସବୁ ଅମୃତ ବର୍ଷା ହେବା ଦ୍ଵାରା ସମସ୍ତେ ସଚେତନ ହେଇ ଉଠୁଛନ୍ତି। ସଚେତନ ହେଇ ଉଠିକିରି ତାଙ୍କର ନୂଆରି ମାନେ ପୂର୍ବ ହେତୁ ଚେତା ଯାଇକିରି ପୁନର୍ବାର ହେତୁ ଚେତା ଆସି ପ୍ରଭୁଙ୍କ ସାଙ୍ଗରେ ସେ ଖେଳାଳିଲା କରୁଛନ୍ତି ବୋଲି ଆମେ ଦେଖିଲୁ। ଅନେକ କଥା ତ ରହିଛି, କିନ୍ତୁ ପୂର୍ବ ଅଧ୍ୟାୟରେ ମାଙ୍କ ସହିତ ସ୍ୱତନ୍ତ୍ର ଭାବରେ ସାକ୍ଷାତ କରିବା। ଦର୍ଶକ ବନ୍ଧୁ ଆଜିର ଅଧ୍ୟାୟକୁ ଏଇଠି ବିରାମ ଦେଉଛୁ, ଆଉ ଏକ ନୂତନ ଅଧ୍ୟାୟ ଆପଣଙ୍କ ସହିତ ସାକ୍ଷାତ ରହୁଛୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ପଞ୍ଚସଖା।